ଆମ୍ବୁଲାନ୍ସର ସିଟ୍ ଉପରେ ପଡ଼ି ରହିଛି ଅପରାଜିତାର ମଲା ଶରୀର। ଆଉ ତା ପାଖରେ ବସି ରହିଛନ୍ତି ଅଭିଳାଷ ଏବଂ ଅପରାଜିତାର ବଡ଼ ଭଉଣୀ। ଉଭୟଙ୍କ ଆଖିରେ ଲୁହ ଆଉ ମନରେ କୋହ। ମୁଣ୍ଡ ବାଡ଼େଇ କାନ୍ଦୁଛି ଅଭିଳାଷ। ଚିତ୍କାର କରୁଛି ସିଏ। ଏପର୍ଯ୍ୟନ୍ତ ତାର ପୁଅକୁ ଜଣାଇ ପାରିଲାନି ତା ମାର ମରିବାର କଥା। କେମିତି କହିବ ତାକୁ? କିଛି ଘଣ୍ଟା ଆଗରୁ ତାହାରି ପାଖରୁ ତା ମାକୁ ସାଙ୍ଗରେ ନେଇକରି ସେ ସାଇଡ଼କୁ ଯାଇଛି। କେମିତି ସେ ନିଜ ପୁଅକୁ କହିବ ତୋ ମାକୁ ମୁଁ ରାସ୍ତାରେ ପକାଇ ମାରିଦେଲି ବୋଲି? ହଠାତ୍ ଫୋନ୍ ରିଙ୍ଗ ହୋଇଛି ଅଭିଳାଷର। ପୁଅ ଫୋନ୍ କରିଛି। କୋହ ସମ୍ଭାଳି ପାରିନି ଅଭିଳାଷ। ଆଖିରୁ ଲୁହର ଧାର ଆଉ ଅନ୍ତରୁ କୋହ ଭରା ଚିତ୍କାର ବାହାରି ଆସିଛି ଅଭିଳାଷର। ତୋ ମାକୁ ମୁଁ ମାରିଦେଲି। ତୋ ମମତାର ହତ୍ୟାକାରୀ ହେଉଛି ମୁଁ। ତୋ ମୁଣ୍ଡ ଉପରୁ ମାର ପଣତକାନିକୁ ମୁଁ ଚିରିଦେଲି। ତୋତେ ମା ଛେଉଣ୍ଡ କରିଦେଲି। ବିପରୀତ ଦିଗରୁ ବାହାରି ଆସିଛି କଣ୍ଠଫଟା ଚିତ୍କାର। ପୁଅର ମା ପ୍ରତି ଥିବା ଭଲ ପାଇବା, ଅନାବିଳ ପ୍ରେମ, ମାକୁ ହରାଇବାର ଦୁଃଖ ଫୋନ୍ ବିପରୀତ ପାର୍ଶ୍ୱରୁ ସ୍ପଷ୍ଟ ବାରି ହେଇଯାଉଛି। ଚିହିକି ଉଠିଛି ଅପରାଜିତାର ଆତ୍ମା। ଶରୀର ନିସ୍ତେଜ ହୋଇ ପଡ଼ି ରହିଛି। ଆଉ ଆତ୍ମା ପ୍ରଚଣ୍ଡ ଚେଷ୍ଟା କରୁଛି ସେ ଶରୀର ଭିତରକୁ ପଶିଯିବା ପାଇଁ। ଯାହାକୁ ସିଏ ଅନ୍ତରଠୁ ବି ଅଧିକ ଭଲ ପାଏ, ସେ ତାର ମଲା ଶରୀର ପାଖରେ ବସି ପ୍ରବଳ ଚିତ୍କାର କରୁଛି। ଭଗବାନଙ୍କୁ ଦ୍ୱାହି ଦେଉଛି। ଆଉ ସେପଟେ ପୁଅଟା ଏକୁଟିଆ ରହିଛି। ମା ମା ବୋଲି ରଡ଼ି ଛାଡ଼ୁଛି। କାହିଁ ଏତେ କଷ୍ଟ ଦେଲ ମୋ ପରିବାରକୁ? ମୁଁ କ'ଣ କ୍ଷତି କରିଥିଲି? କାହିଁକି ମୋ ପରିବାରଟାକୁ ଏମିତି ଛିନ୍ନ ଭିନ୍ନ କରିଦେଲ ପ୍ରଭୁ? ଜାଣନ୍ତ ହେଉ ବା ଅଜାଣନ୍ତ, ମୁଁ କି ମୋ ପରିବାର କାହାରି କିଛି କ୍ଷତି କରିନୁ। ମୋତେ ସିନା ମାରିଦେଲ, କିନ୍ତୁ ସରଳ ନିଷ୍ପାପ ପିଲାଟା ତୁମର କ'ଣ କ୍ଷତି କରିଥିଲା? ଏତେ ଅଳ୍ପ ବୟସରୁ ତାକୁ ମା ଛେଉଣ୍ଡ କରିଦେଲ। ତା ମୁଣ୍ଡ ଉପରୁ ମାର ନିରାପଦ ଛାଇଟାକୁ ଦୂରେଇ ଦେଲ କାହିଁକି? ଏତେ ତୁମକୁ ପୂଜା କରୁଥିଲି, ଭକ୍ତି କରୁଥିଲି, କାଳିଆ କାଳିଆ ହୋଇ ମୋ ଦିନ ବିତେଇ ଦେଉଥିଲି। ତାର ପ୍ରତିଦାନ କ'ଣ ଏଇଆ? ଏପଟେ ବାପା, ସେପଟେ ପୁଅ ମୋତେ ହରାଇ ଛାଟିଫଟା ଚିତ୍କାର କରୁଛନ୍ତି। ଆଉ ମୋର ଏ ଶରୀରଟା ନିଶ୍ଚଳ ହୋଇ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି। ମୋତେ ପୋଷ୍ଟମର୍ଟମ କରିବେ, ଶବାଗାରରେ ରଖିବେ। ଏଇଟା କ'ଣ ତୁମକୁ ଭକ୍ତି କରିବାର ପରିଣାମ? ମୁଁ ସମସ୍ତଙ୍କ କାନ୍ଦଣା ଶୁଣୁଛି। ମୋ ବୁଢ଼ା ବାପା, ବୋଉ, ମା, ଭାଇ, ଭଉଣୀ ସମସ୍ତେ ଏକାଠି କାନ୍ଦ ବୋବାଳି ପକାଉଛନ୍ତି। ସମସ୍ତେ ମୋତେ କେତେ ଭଲ ପାଆନ୍ତି। ସମସ୍ତଙ୍କୁ ଛାଡ଼ି ମୋର ଆତ୍ମା ଆଜି ଛଟପଟ ହେଉଛି। ହେ କାଳିଆ ସାନ୍ତେ, ଯଦି ସମ୍ଭବ ମୋ ଶରୀର ଭିତରକୁ ମୋତେ ପଶିବାକୁ ଦିଅ। ମୁଁ ଏବେ ମରିବାକୁ ଚାହୁଁନି। ମୋତେ ବଞ୍ଚିବାକୁ ଦିଅ କାଳିଆ ସାନ୍ତେ, ମୋତେ ବଞ୍ଚିବାକୁ ଦିଅ। ଚିତ୍କାର କରି ଉଠିଛି ଅପରାଜିତାର ଆତ୍ମା।